ସମସ୍ତଙ୍କୁ ନମସ୍କାର ଆଉ ମୋର କୁନି କୁନି ପିଲାମାନଙ୍କୁ ମୋର ଢେର ସାରା ଭଲ ପାଇବା ସହିତ ସ୍ୱାଗତ। ପିଲାମାନେ ସମସ୍ତେ କେମିତି ଅଛ? ଆଶା କରେ ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ, ତୁମ ଗଣିତ ବହିରେ ଆମେ ବହୁତ ଗୁଡ଼ିଏ ପାଠ ପଢିଲେଣି। ସଂଖ୍ୟା ବିଷୟରେ ବହୁତ କଥା ଜାଣିଲେଣି। ସଂଖ୍ୟାକୁ ନେଇକି ବହୁତ ମଜାଳିଆ ଖେଳ ମଧ୍ୟ ସବୁ ଅଛି। ସେ ଖେଳ ବିଷୟରେ ତମେ କିଛି ଜାଣିଛ କି? ଆଚ୍ଛା, ଆଜି ତମକୁ ମୁଁ ସେ ଖେଳ ବିଷୟରେ କିଛି ଧାରଣା ଦେବି ଆଉ ସେଥିରୁ କିଛି ନୂଆ କଥା ମଧ୍ୟ ଶିଖିବା। ଆସ। ପିଲାମାନେ, ଆଜି ତୁମ ପଞ୍ଚମ ଶ୍ରେଣୀ ଗଣିତ ବହିର ଆମେ ସମସ୍ତେ ଯାତ୍ରୀ ଭାଗ 2ର ଏକାର୍ଥ ସଂଖ୍ୟା ବିଷୟରେ ଆଲୋଚନା କରିବା। ତମେ କହିଲ ଦେଖି, ଆମ ଓଡିଶାରେ ଏମିତି ଗୋଟିଏ ଜିଲ୍ଲାର ନାମ ଯାହାକୁ ଆଗ ଆଡୁ ପଢିଲେ ଯେମିତି ପଢିବା, ପଛ ଆଡୁ ପଢିଲେ ମଧ୍ୟ ତାର ଶବ୍ଦଟି ସେଇଆ ରହିବ। କଟକ। ଦେଖ, କଟକର ପ୍ରଥମର ଅକ୍ଷର ରହୁଛି କ, ମଝି ଅକ୍ଷର ରହୁଛି ଠ ଓ ଶେଷ ଅକ୍ଷର ମଧ୍ୟ ରହୁଛି କ। ତାକୁ ଯଦି ଆମେ ଆଗ ଆଡୁ ପଢିବା କଟକ, ପଛ ଆଡୁ ପଢିବା ମଧ୍ୟ ସେଇ କଟକ ରହୁଛି। ଆଚ୍ଛା, ସେଇଭଳି ଗୋଟିଏ ତମ ସାଙ୍ଗମାନଙ୍କ ଭିତରେ ଜଣଙ୍କର ନାଁ କହିଲ। ନମନ। ବଢିଆ। ଆଚ୍ଛା, ନମନ ନମନ ଏଇ ନାଁଟିରେ ଦେଖିଲ ଆଗ ଆଡେ କୋଉ ଶବ୍ଦ ରହୁଛି? ପ୍ରଥମେ ପଛ ଆଡୁ ଦେଖ ନ, ମଝିରେ କଣ ମ, ଓ ଆଗରେ ନି। ତେଣୁ ତାକୁ ଯଦି ଆମେ ଆଗ ଆଡୁ ପଢିବା ନମନ, ପଛ ଆଡୁ ମଧ୍ୟ ପଢିଲେ ମଧ୍ୟ ସେଇ ନମନ ଆସୁଛି। ଆଚ୍ଛା ପିଲାମାନେ, ଯେହେତୁ ଆମେ ଗଣିତ ବିଷୟରେ ପଢୁଛନ୍ତି, ତାହେଲେ ଆମେ ଗଣିତ ବିଷୟରେ ଗୋଟେ ଉଦାହରଣ ଜାଣିବା। ଆଚ୍ଛା, କହିଲ ଦେଖି, 2 ଅଙ୍କ ବିଶିଷ୍ଟ ଏମିତି ଗୋଟେ ସଂଖ୍ୟା କୁହ ଯାହାକୁ ଆଗରୁ ପଢିଲେ ଯେମିତି ଥିବ ସଂଖ୍ୟାଟି, ପଛରୁ ପଢିଲେ ମଧ୍ୟ ସଂଖ୍ୟାଟି ସେମିତି ରହିବ। ଭେରି ଗୁଡ। 11। ଦେଖ, 11ରେ ଆଗରେ 1 ଅଛି, ପଛରେ ମଧ୍ୟ 1 ଅଛି। ତେଣୁ ଆଗ ଆଡୁ ପଢିଲେ ମଧ୍ୟ 11, ପଛ ଆଡୁ ମଧ୍ୟ ସଂଖ୍ୟାଟିକୁ ପଢିଲେ ସେଇ 11 ହବ। ଆଚ୍ଛା, 3 ଅଙ୍କ ବିଶିଷ୍ଟ ସେଇଭଳି ଗୋଟେ ସଂଖ୍ୟା କହିଲ। 131। ଆଚ୍ଛା, 131ର ଦେଖିଏ ଆଗରେ କଣ ଅଛି? 1, ମଝିରେ କଣ ରହିଲା? 3, ପଛରେ 1। ତେଣୁ ତାକୁ ଆଗ ଆଡୁ ଆମେ ଯେମିତି ପଢିବା 131 ପଢିବା, ତାକୁ ଓଲଟେଇକି ଯଦି ପଛ ଆଡୁ ମଧ୍ୟ ପଢିବା ସେହି 131 ହବ। ତାହେଲେ ଏଇଭଳି ଆମେ ଅନେକ ସଂଖ୍ୟା ମଧ୍ୟ ପାଇପାରିବା। ଆଚ୍ଛା, ଜାଣିଛ କି ଏଇ ସଂଖ୍ୟା ଗୁଡିକୁ କଣ କୁହାଯାଏ? ତାର କିଛି ନାଁ ତ ଥିବ। ହଁ, ଏଇ ସଂଖ୍ୟା ଗୁଡିକୁ ଏକାର୍ଥ ସଂଖ୍ୟା କହନ୍ତି। ବୁଝିପାରିଲ? ତାହେଲେ ଏକାର୍ଥ ସଂଖ୍ୟାର ସଂଜ୍ଞା କଣ ବା କାହାକୁ କହିବା? ତୁମେ ଦେଖ, ଯେଉଁ ସଂଖ୍ୟା ଗୁଡିକୁ ବାମରୁ ଡାହାଣକୁ କିମ୍ବା ତାର କ୍ରମ ଓଲଟାଇ ଅର୍ଥାତ୍ ଡାହାଣରୁ ବାମକୁ ପଢିଲେ ଏଥିରେ କୌଣସି ପରିବର୍ତ୍ତନ ଯଦି ହବ ନାହିଁ ବା ହୁଏ ନାହିଁ, ତେବେ ସେହି ସଂଖ୍ୟା ଗୁଡିକୁ ଏକାର୍ଥ ସଂଖ୍ୟା କୁହାଯାଏ। ଏବେ ବୁଝିପାରିଲ? ଆଚ୍ଛା, ଏହାକୁ ଆଉ କଣ କୁହାଯାଏ? ଏହାକୁ ପାଲିଣ୍ଡ୍ରୋମ ସଂଖ୍ୟା ମଧ୍ୟ କୁହାଯାଏ। ଯେମିତି ଆମର ସ୍କୁଲରେ ଗୋଟିଏ ନାଁ, ଘରେ ମଧ୍ୟ ଆମର ଡାକ ନାଁ ଅଛି, ସେଇଭଳି ତାର ମଧ୍ୟ 2ଟି ନାଁ। ଆଚ୍ଛା, ଏଇଭଳି ଆଉ କିଛି ଉଦାହରଣ ଦେଖ, ଯେମିତି କି 121, 454, 33, 666, ଏଇଭଳି ଅନେକ ସଂଖ୍ୟା। ଏବେ ତାହେଲେ ଏଇ ଏକାର୍ଥ ସଂଖ୍ୟାକୁ ନେଇକି କିଛି କାମ କରିବା। ପିଲାମାନେ, ତାହେଲେ ଆମେ ଏକାର୍ଥ ସଂଖ୍ୟା ବିଷୟରେ ଧାରଣା ପାଇଲେ। ଏବେ ସେଇ ଏକାର୍ଥ ସଂଖ୍ୟାକୁ ନେଇକି ବେଶ କିଛି କାମ କରିବା। ତୁମକୁ ନିମ୍ନରେ କିଛି ସଂଖ୍ୟା ମାନଙ୍କୁ ଦିଆଯାଇଛି। ସେ ସଂଖ୍ୟା ମାନଙ୍କ ଭିତରୁ ଏକାର୍ଥ ସଂଖ୍ୟା କେଉଁଗୁଡ଼ିକ ତାକୁ ଚିହ୍ନଟ କରିବା ଓ ତା ଚାରିପଟେ ବୁଲି ବୁଲାଇ ହେଲା। ତାହେଲେ ସଂଖ୍ୟା ଗୁଡିକୁ ଦେଖିବା। 135, 232, 345, 464 ଆଉ 100। କହିଲ ଦେଖି, ଏମାନଙ୍କ ଭିତରୁ କେଉଁଗୁଡ଼ିକ ଏକାର୍ଥ ସଂଖ୍ୟା? 232, 464। ଆଚ୍ଛା, ଆଗକୁ ଯିବା। 343, 122, 121, 152 ଆଉ 151। ଏମାନଙ୍କ ଭିତରେ କହିଲ ଦେଖି କିଏ? 343, 121 ଆଉ 151। ବଢିଆ କହୁଛ। ଆଗକୁ ଯିବା। 1686, 124, 737, 254 ଆଉ 64। କୁହ ତାହେଲେ। 737, 64, 342, 108, 88, 455, 36,363। ଏମାନଙ୍କ ଭିତରୁ କିଏ?
88, 36,363। ଏବେ ଜାଣିପାରିଲ ତ କେଉଁଗୁଡ଼ିକ ଏକାର୍ଥ ସଂଖ୍ୟା? ଆଚ୍ଛା, ଏବେ ଦେଖିବା ଆଉ ଗୋଟିଏ କାମ କରିବା। କହିଲ ଦେଖି 200 ରୁ 300 ମଧ୍ୟରେ ଆମେ ପାଲିଣ୍ଡ୍ରୋମ ସଂଖ୍ୟାକୁ ଖୋଜିବା ଓ ତାକୁ ଅଧକ୍ରମରେ ସଜାଡ଼ିବା। ଅଧକ୍ରମ କହିଲେ ଜାଣିଛ? ଅଧକ୍ରମ ହଉଛି କଣ? ବଡରୁ ସାନ କ୍ରମରେ। ହେଲା, ତାହେଲେ କହିଲ ଆଗେ ଖୋଜିବା। 202, 212, 222, 232, 242, 252, 262, 272, 282, 292। ଏତିକି ନା ଆଉ କିଛି? ଏତିକି। ଆଚ୍ଛା, ୟାକୁ ଯଦି ଆମେ ଅଧକ୍ରମରେ ବା ବଡରୁ ସାନ କ୍ରମରେ ସଜାଇବା କେମିତି ହବ? ଏଇଭଳି ହବ। 292, 282, 272, 262, 252, 242, 232, 222, 212 ଆଉ 202। ତାହେଲେ ଏଇଭଳି ଆସିବ। ଆଚ୍ଛା, ଆଗକୁ ଯିବା। ଆଚ୍ଛା, ସେଇଭଳି କହିଲ ଦେଖି ଟିକେ ବଡ ସଂଖ୍ୟାକୁ ଯିବା। 900 ରୁ 1300 ମଧ୍ୟରେ ଥିବା ପାଲିଣ୍ଡ୍ରୋମ ସଂଖ୍ୟା ଗୁଡିକୁ ଆମେ ଖୋଜିବା ଓ ତାକୁ ଊର୍ଦ୍ଧ୍ୱକ୍ରମରେ ସଜାଡ଼ିବା। ଊର୍ଦ୍ଧ୍ୱକ୍ରମ କହିଲ କଣ? ଠିକ କହିଲ, ଊର୍ଦ୍ଧ୍ୱକ୍ରମ ହେଉଛି ସାନରୁ ବଡ କ୍ରମରେ। ତାହେଲେ ପ୍ରଥମେ ଖୋଜିବା। ତାହେଲେ ଏଇଠି ଆମେ ସିଧାସଳଖ ସାନରୁ ବଡ କ୍ରମରେ ସଜେଇକି ରଖିପାରିବା। 909, 919, 929, 939, 949, 959, 969, 979, 999, 999, 1001, 1111, 1221। ପିଲାମାନେ ବୁଝିପାରିଲ? ଭାବୁଛି ସମସ୍ତେ ଠିକ ଭାବରେ ବୁଝିପାରୁଥିବ। ଏବେ ଆଉ ଗୋଟିଏ କାର୍ଯ୍ୟପନ୍ଥା କରିବା। କହିଲ ଦେଖି 15,000 ରୁ 17,000 ମଧ୍ୟରେ ଏକାର୍ଥ ସଂଖ୍ୟା ଗୁଡିକ କଣ କଣ? ତାର ତାଲିକା କରିବା। ଦେଖ ଏଇଭଳି ଏକାର୍ଥ ସଂଖ୍ୟା ଗୁଡିକ। ପଢିବା ତାହେଲେ 15,051, 15,151, 15,251, 15,351, 15,451, 15,551, 15,651, 15,751, 15,851, 15,951। ଇଏ ହଉଛି 15,000 ରୁ 16,000 ଭିତରେ। ପୁଣି 16,000 ରୁ 17,000 ଭିତରେ 16,061, 16,161, 16,261, 16,361, 16,461, 16,561, 16,661, 16,761, 16,861 ଆଉ 16,961। ଆଚ୍ଛା, ଏବେ ଟିକେ ଭଲ କାମ କରିବା ବା ଟିକେ ମଜାଳିଆ କାମ କରିବା। ଦେଖିଲ ତଳେ ଗୋଟେ ଗ୍ରିଡ୍ ଅଛି। ଏ ଗ୍ରିଡ୍ ରେ 3ଟି କଲମ ଅଛି ବା 3ଟି ରୋ ଅଛି। ହେଲା, ଉପରେ 3ଟି ଧାଡି, ତଳ ଆଡକୁ ମଧ୍ୟ 3ଟି ଧାଡି ଅଛି। ଆମେ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ ଏମିତି ସଜେଇକି ଲେଖିବା ଯେପରି ପ୍ରଥମ 2ଟି ସ୍ତମ୍ଭ ଊର୍ଦ୍ଧ୍ୱକ୍ରମରେ। ପ୍ରଥମ 2ଟି ସ୍ତମ୍ଭ ଇଏ ପ୍ରଥମ ସ୍ତମ୍ଭ, ଇଏ ହଉଛି ଦ୍ୱିତୀୟ ସ୍ତମ୍ଭ। ଊର୍ଦ୍ଧ୍ୱକ୍ରମରେ ମାନେ ସାନରୁ ବଡ କ୍ରମରେ ଏବଂ ତୃତୀୟ ସ୍ତମ୍ଭଟି ଅଧକ୍ରମରେ, ଅର୍ଥାତ୍ ତଳ ଆଡୁ ଉପର ଆଡୁ କଣ କରିବା? ବଡରୁ ସାନ ଲେଖିବା ବା ତଳ ଆଡୁ ସାନରୁ ବଡ ଉପର ଆଡକୁ ଲେଖିବା। ବୁଝିପାରିଲ? ତ କୌଣସି ସଂଖ୍ୟାକୁ ସରଳରୁ ଅଧିକ ଥର ବ୍ୟବହାର କରିବା ନାହିଁ। ତାହେଲେ ଲେଖି ହବ ତ? ଦେଖିବା କେମିତି ଲେଖିବା। ଦେଖ ପ୍ରଥମ 2ଟି ହେଲା ଊର୍ଦ୍ଧ୍ୱକ୍ରମରେ, ଅର୍ଥାତ୍ ସାନରୁ ବଡ କ୍ରମରେ। କଣ ହେଇପାରିବ ଲେଖିଲ? 1, 2, 3 ତଳକୁ ତଳ ଲେଖିବା। ସେଇଭଳି ତାପର ଧାଡିରେ 4, 5, 6। ଆଚ୍ଛା, ଏଇ ଘରଟି ଆମେ ଅଧକ୍ରମରେ ଲେଖିବା, ବଡରୁ ସାନ କ୍ରମରେ ଲେଖିବା। ତାହେଲେ ଆସିବ 9, 8 ଆଉ 7। ତାହେଲେ ଏଇଟା ଉତ୍ତର ଆମର ଠିକ ହେଲା କି ନାହିଁ?
ठीक है। अच्छा एइभଳି ଆମେ ଆଉ କାମ କରିପାରିବା କି? ହଁ କରିପାରିବା। ଆଚ୍ଛା ଏଇଭଳି ଆଉ ଗୋଟିଏ ନୂଆ କୋଠରୀର ଗ୍ରିଡ୍ ଦିଆଯାଇଛି। ସେଇଭଳି 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ ଆମେ ସଜାଡ଼ିବା। କିଭଳି? ନା ପ୍ରଥମ 2 ଧାଡିରେ ଅଧକ୍ରମରେ ଲେଖିବା। ହେଲେ ଅଧକ୍ରମ ଅର୍ଥାତ୍ ଦେଖ ପ୍ରଥମ 2 ଧାଡିକୁ କଣ ଲେଖିବା? ଅଧକ୍ରମରେ। ଆଉ ତୃତୀୟ ଧାଡିଟାକୁ ଊର୍ଦ୍ଧ୍ୱକ୍ରମରେ ଲେଖିବା। ତାହେଲେ ପ୍ରଥମ 2 ଧାଡିରେ ବଡରୁ ସାନ କ୍ରମରେ ଲେଖାଯିବ ଆଉ ତଳ ଧାଡିଟିକୁ ସାନରୁ ବଡ କ୍ରମରେ ଲେଖିବା। ତାହେଲେ କେମିତି ଲେଖିବା ଦେଖ? ତାହେଲେ ପ୍ରଥମେ 9, 8, 7 ମୁଁ ଠିକ କରୁଛି ତ? ଆଚ୍ଛା ତାପରେ କଣ ଆସିବ? 6, 5, 4 ଆଉ ତଳଟି ହେଉଛି ଉଦ୍ଧିତ ବା ଊର୍ଦ୍ଧ୍ୱ କ୍ରମରେ ଅର୍ଥାତ୍ ସାନରୁ ବଡ କ୍ରମରେ। ତାହେଲେ ପ୍ରଥମେ କିଏ ଆସିବ? ଠିକ କହିଲ 1, 2 ଆଉ 3 ହେଇପାରୁଛି? ଆଚ୍ଛା ଆଉ ଗୋଟିଏ କାମ କରିବା। ଏବେ ଦେଖ ଏଇ କୋଠରୀରେ ଯୋଉ ରହିଛି ଗ୍ରିଡଟି ଏଥିରେ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ ଆମେ ଏମିତି ସଜାଇବା ଯେପରି ପ୍ରତ୍ୟେକ ଧାଡି ଓ ସ୍ତମ୍ଭରେ ସଂଖ୍ୟା ଗୁଡିକ ହ୍ରାସ କ୍ରମରେ ରହିବ। ଧାଡି ଅର୍ଥାତ୍ ଆମର କୋଉଗୁଡିକ? ଲମ୍ବା ବାମରୁ ଡାହାଣକୁ ଆଉ ଉପରକୁ ହେଲେ ସ୍ତମ୍ଭ। ତାହେଲେ ଦେଖ କେମିତି ସଜାଡି ହେଇକି ରହିବ? ପ୍ରଥମେ ଆସିଲା 9, 8, 7 ଏଇଟା ହଉଛି ପ୍ରଥମ ଧାଡି ଯୋଉଠି ଅଧକ୍ରମରେ ବା ହ୍ରାସରେ ରହିଛି। ତାପରେ ଧାଡିରେ ପୁଣି ସେଇ ହ୍ରାସ ବା ଅଧକ୍ରମରେ 6, 5, 4 ତା ତଳକୁ 3, 2, 1। ଆଉ ଗୋଟେ କଥା ଲକ୍ଷ୍ୟ କଲ କଣ? ନା ସ୍ତମ୍ଭ ଅନୁସାରେ ମଧ୍ୟ ପ୍ରଥମ ସ୍ତମ୍ଭରେ ଦେଖ ହ୍ରାସ କ୍ରମରେ ଅଛି ଅଧକ୍ରମରେ ମଧ୍ୟ ଅଛି 9, 6, 3 ସେମିତି ଦ୍ୱିତୀୟ ସ୍ତମ୍ଭରେ 8, 5, 2 ସେଇଭଳି ତୃତୀୟ ସ୍ତମ୍ଭରେ ମଧ୍ୟ 7, 4, 1 ରହିଛି। ତାହେଲେ ବୁଝିପାରୁଛ? ଏବେ ଆଉ ଗୋଟେ କାର୍ଯ୍ୟଫର୍ଦ୍ଦ ଦେଖିବେ। ଏଇ ଗ୍ରିଡରେ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ ଆମେ ସଜେଇ ଲେଖିବା ଯେପରି ପ୍ରତ୍ୟେକ ଧାଡି ଓ ସ୍ତମ୍ଭରେ ସଂଖ୍ୟା ଗୁଡିକ ବର୍ଦ୍ଧିତ କ୍ରମରେ ରହିବେ। ପୂର୍ବ କାର୍ଯ୍ୟଫର୍ଦ୍ଦରେ ଆମେ ହ୍ରାସ କ୍ରମରେ ଦେଖିଲେ, ଏବେ ଏଥିରେ ଆମେ ବର୍ଦ୍ଧିତ କ୍ରମରେ ଦେଖିବା। କ୍ରମରେ ଦେଖିବେ। କୌଣସି ସଂଖ୍ୟାକୁ ଏକାଧିକ ଥର ବ୍ୟବହାର କରିବେ ନାହିଁ। ତାହେଲେ ଦେଖିବା ପ୍ରଥମେ 1, 2, 3 ଇଏ ଆମ ସ୍ତମ୍ଭରେ ରହିଲା ବର୍ଦ୍ଧିତ କ୍ରମରେ। ସେଭଳି ଦ୍ୱିତୀୟ ସ୍ତମ୍ଭ ଦେଖିବା 4, 5, 6 ତୃତୀୟ ସ୍ତମ୍ଭ 7, 8, 9 ସେଇଭଳି ଦେଖ ତାକୁ ଯଦି ଆମେ ଧାଡିରେ ବି ଦେଖିବୁ ବର୍ଦ୍ଧିତ କ୍ରମରେ ରହିଛି 1, 4, 7, 2, 5, 8 ଆଉ 3, 6 ଭାବୁଛି ସମସ୍ତେ ଠିକ ଭାବରେ ବୁଝିପାରୁଥିବ। ଆଗକୁ ଯିବା। ବର୍ତ୍ତମାନ ଗ୍ରିଡରେ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସୂଚନା ଅନୁସାରେ ଆମେ ଧାଡି ଓ ସ୍ତମ୍ଭରେ ସଂଖ୍ୟା ଗୁଡିକୁ ବର୍ଦ୍ଧିତ ଓ ହ୍ରାସ କ୍ରମରେ ସଜାଇବା ଏବଂ କୌଣସି ସଂଖ୍ୟାକୁ ଏକାଧିକ ବାର ବ୍ୟବହାର କରିବା ନାହିଁ। ତାହେଲେ କିପରି ଲେଖିବା? ଦେଖ ପ୍ରଥମେ ଦେଖ ପ୍ରଥମ ସ୍ତମ୍ଭରେ ହ୍ରାସ କ୍ରମରେ ଲେଖିବା। ତାହେଲେ 9, 7, 1 ଇଏ ହ୍ରାସ କ୍ରମରେ ହଉଛି। ଆଚ୍ଛା ଦ୍ୱିତୀୟ ସ୍ତମ୍ଭ ଦେଖିବା 3, 5, 6 ଇଏ ବର୍ଦ୍ଧିତ କ୍ରମରେ ରହୁଛି। ତୃତୀୟ ସ୍ତମ୍ଭ ଦେଖିବା 2, 4, 8 ଇଏ ମଧ୍ୟ ବର୍ଦ୍ଧିତ କ୍ରମରେ ରହୁଛି। ଆଚ୍ଛା ଟିକେ ଧାଡିରେ ଦେଖିଲ ପ୍ରଥମ ଧାଡିରେ ହ୍ରାସ କ୍ରମରେ ଅଛି କି ନାହିଁ? ହଁ ଅଛି 9, 3, 2 ଦ୍ୱିତୀୟ 7, 5, 4 ସିଏ ମଧ୍ୟ ହ୍ରାସରେ ଅଛି କିନ୍ତୁ ତୃତୀୟଟି ବର୍ଦ୍ଧିତରେ ଅଛି ଯାହା ଆମର ପ୍ରଶ୍ନ ଅନୁସାରେ ଆମେ କରିଛୁ 1, 6, 8 এইଭଳି ତାହେଲେ ଆମେ କାର୍ଯ୍ୟ ଗୁଡ଼ିକୁ କରିପାରିବୁ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।